Welcome to my another video. ଏହି ଭିଡ଼ିଓରେ ଦେଖିବା କ୍ଲାସ୍ 8 ଆଲଜେବ୍ରା କିମ୍ବା ବୀଜଗଣିତ ରେ ଥିବା ଅନୁଶୀଳନୀ 1 ର କ୍ୱେଶ୍ଚିନ୍ ନମ୍ବର 10 ଏବଂ 11. So let's start. କ୍ୱେଶ୍ଚିନ୍ ନମ୍ବର 10. ପାର୍ଶ୍ୱସ୍ଥ ଭେନ୍ ଚିତ୍ରରୁ ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ. I. ଏ ସେଟ୍ର ଉପାଦାନ ଦିଆଯାଇଥିବା ଭେନ୍ ଚିତ୍ରରୁ ଦେଖି ଲେଖିବା. ଦେଖ ଏଇଟା ଗୋଟେ ଆମର ସେଟ୍ ଏବଂ ୟା ଭିତରେ ଆଉ ଏକ ସେଟ୍ ଅଛି. ବଡ଼ ସେଟ୍ର ନାମ ଏ, ଛୋଟ ସେଟ୍ର ନାମ ବି. ବି ସେଟ୍ର ଉପାଦାନ ଗୁଡ଼ିକ 3, 4 ଏବଂ 5. ଠିକ୍ ସେହିପରି ଏ ସେଟ୍ର ଉପାଦାନ ଗୁଡ଼ିକ 1, 2, 6 ଏବଂ 7. ତେଣୁ ଏ ସେଟ୍ଟିର ଉପାଦାନ ଗୁଡ଼ିକ ହେବ ସମସ୍ତ ଏ ସେଟ୍ ଏବଂ ବି ସେଟ୍ ଥିବା ଏଲିମେଣ୍ଟ ଯଥା 1, 2, ତାପରେ 3, 4, 5 ଏବଂ 6, 7. ବର୍ତ୍ତମାନ ବି ସେଟ୍ଟିକୁ ଲେଖିବା. ବି ସେଟ୍ଟି ଆମର ଏଇ ଛୋଟ ଏରିଆଟି, ଏହାର ଏଲିମେଣ୍ଟ ଗୁଡ଼ିକ ହେଉଛି 3, 4 ଏବଂ 5. ତେଣୁ 3, 4 ଏବଂ 5. ଆମେ ଏ ଏବଂ ବି ସେଟ୍କୁ ତାଲିକା ପ୍ରଣାଳୀରେ ଲେଖିଲେ ବର୍ତ୍ତମାନ I ଏ ଇଣ୍ଟରସେକ୍ସନ୍ ବି ବାହାର କରିବା. ପ୍ରଥମେ ଏ ସେଟ୍ରେ ଥିବା ଉପାଦାନ ଗୁଡ଼ିକ ଲେଖିବା 1, 2, 3, 4, 5, 6 ଏବଂ 7. ତାପରେ ଇଣ୍ଟରସେକ୍ସନ୍ ଚିହ୍ନ ଦେବା. ତାପରେ ବି ସେଟ୍ରେ ଥିବା ଏଲିମେଣ୍ଟ ଗୁଡ଼ିକ ଲେଖିବା 3, 4 ଏବଂ 5. ଇଣ୍ଟରସେକ୍ସନ୍ ଅର୍ଥ ଉଭୟ ସେଟ୍ରେ ଥିବା ସାଧାରଣ ଉପାଦାନ. ତେଣୁ ଏଠାରେ 3 ଉଭୟ ସେଟ୍ରେ ଅଛି, 4 ମଧ୍ୟ ଉଭୟ ସେଟ୍ରେ ଅଛି, 5 ମଧ୍ୟ ଉଭୟ ସେଟ୍ରେ ଅଛି, କିନ୍ତୁ 1 ବି ସେଟ୍ରେ ନାହିଁ, 2 ମଧ୍ୟ ବି ସେଟ୍ରେ ନାହିଁ, 6 ଏବଂ 7 ମଧ୍ୟ ବି ସେଟ୍ରେ ନାହିଁ. ତେଣୁକରି ଆମର ଆନ୍ସରଟି ହେବ 3, 4 ଏବଂ 5. 3, 4, 5. ଠିକ୍ ଅଛି. ବର୍ତ୍ତମାନ ଦେଖିବା I ଏ ୟୁନିୟନ୍ ବି ବାହାର କରିବା. ପ୍ରଥମେ ତ ଏ ସେଟ୍ରେ ଥିବା ଉପାଦାନ ଗୁଡ଼ିକ ଲେଖିବା 1, 2, 3, 4, 5, 6 ଏବଂ 7. ତାପରେ ୟୁନିୟନ୍ ଚିହ୍ନ ଦେବା. ତାପରେ ଲେଖିବା ବି ସେଟ୍ରେ ଥିବା ଉପାଦାନ 3, 4, 5. ଏଠାରେ ୟୁନିୟନ୍ ଯେହେତୁ ଅଛି ତେଣୁ ଦୁଇଟି ଯାକ ଉପାଦାନକୁ ମିଶାଇକି ଲେଖିବା. ଯେପରି 1, 2, 3, 4, 5, 6, 7. ତାପରେ 3, 4, 5. ବର୍ତ୍ତମାନ ରିପିଟ୍ ହୋଇଥିବା ସଂଖ୍ୟାକୁ ଥରେ ଲେଖିବା. 1, 2, 3 ଦୁଇଥର ଲେଖା ହେଇଛି. 3 କୁ ଥରେ ଲେଖିବା. 4 ମଧ୍ୟ ଦୁଇଥର ଅଛି, 4 ଥରେ ଲେଖିବା. 5 ମଧ୍ୟ ଦୁଇଥର ଲେଖା ହେଇଛି, 5 କୁ ବି ମଧ୍ୟ ଥରେ ଲେଖିବା. ତାପରେ 6 ଏବଂ 7. ଏଇଟା ହେବ ଆମର ଆନ୍ସର. ଏବେ ଦେଖିବା IV ଏ ୟୁନିୟନ୍ ଫାଇ ବାହାର କରିବା. ପ୍ରଥମେ ଏ ସେଟ୍ରେ ଥିବା ଏଲିମେଣ୍ଟ ଗୁଡ଼ିକ ଲେଖିବା 1, 2, 3, 4, 5, 6 ଏବଂ 7. ତାପରେ ୟୁନିୟନ୍ ଫାଇ. ଆମେ ଜାଣିଛନ୍ତି ଫାଇର ଅର୍ଥ କିଛି ନାହିଁ, ମୂଲ୍ୟହୀନ. ଠିକ୍ ଅଛି. ବର୍ତ୍ତମାନ ଏ ସେଟ୍ ଏବଂ ଫାଇକୁ ମିଶାଇକି ଲେଖିବା. ଯେପରିକି 1, 2, 3, 4, 5,
6, 7 ଏବଂ 5 ଅର୍ଥ ମୂଲ୍ୟହୀନ। ତେଣୁକରି ଆମର ଆନ୍ସରଟି 1, 2, 3, 4, 5, 6 ଏବଂ 7 ବୁଝି ହେଉଛି ତ? ବର୍ତ୍ତମାନ ସଲ୍ଭ କରିବା ଭି ଏ ଇଣ୍ଟରସେକ୍ସନ୍ 5। ଦେଖ ଏଠାରେ ମଧ୍ୟ ଏ ସେଟ୍ରେ ଥିବା ଏଲିମେଣ୍ଟ ଗୁଡ଼ିକ ଲେଖିବା 1, 2, 3, 4, 5, 6 ଏବଂ 7। ତାପରେ ଇଣ୍ଟରସେକ୍ସନ୍ ଚିହ୍ନ ଦେବା, ତାପରେ ଲେଖିବା 5। ଠିକ୍ ଅଛି। ବର୍ତ୍ତମାନ ଦେଖିବା ଉଭୟ ସେଟ୍ରେ ଥିବା ସାଧାରଣ ଉପାଦାନ। 1 ଉଭୟ ସେଟ୍ରେ ଅଛି କି ନାହିଁ। 2 ମଧ୍ୟ ନାହିଁ। 3 ମଧ୍ୟ ନାହିଁ। 4 ମଧ୍ୟ ନାହିଁ। 5 ମଧ୍ୟ ନାହିଁ। 6 ମଧ୍ୟ ନାହିଁ। 7 ମଧ୍ୟ ନାହିଁ କିମ୍ବା 5 ମଧ୍ୟ ଉଭୟ ସେଟ୍ରେ ନାହିଁ। ତେଣୁକରି ଆମର ଆନ୍ସରଟି ହେବ ମୂଲ୍ୟହୀନ, ତାକୁ କହିବା 5। ଠିକ୍ ଅଛି। ବର୍ତ୍ତମାନ ଦେଖିବା କ୍ୱେଶ୍ଚିନ୍ ନମ୍ବର 11। A ଇକ୍ୱାଲ୍ ଟୁ A, B, C, D। ଠିକ୍ ସେପରି B ଇକ୍ୱାଲ୍ ଟୁ C, D, E, F ହେଲେ A ମାଇନସ୍ B ବାହାର କରିବା। ପ୍ରଥମେ ତ ଏ ସେଟ୍ରେ ଥିବା ଏଲିମେଣ୍ଟ ଗୁଡ଼ିକ ଲେଖିବା A, B, C, D। ତାପରେ ମାଇନସ୍ B ସେଟ୍ରେ ଥିବା ଏଲିମେଣ୍ଟ C, D, E ଏବଂ F। ବର୍ତ୍ତମାନ B ସେଟ୍ରେ ଥିବା ଏଲିମେଣ୍ଟ ଗୁଡ଼ିକ A ସେଟ୍ରୁ ମାଇନସ୍ କରିବା। ତେଣୁକରି C A ସେଟ୍ରୁ କଟିଯିବ। D ମଧ୍ୟ A ସେଟ୍ରୁ କଟିଯିବ। କିନ୍ତୁ E ଏବଂ F A ସେଟ୍ରେ ନାହିଁ। ତେଣୁକରି ଆମର A ସେଟ୍ରେ କେବଳ A ଏବଂ B ବଳକା ରହିଲା। ବର୍ତ୍ତମାନ B ମାଇନସ୍ A ବାହାର କରିବା। ପ୍ରଥମେ ତ B ସେଟ୍ରେ ଥିବା ଏଲିମେଣ୍ଟ ଲେଖିବା C, D, E ଏବଂ F। ତାପରେ ମାଇନସ୍ ଦେବା। A ସେଟ୍ରେ ଥିବା ଉପାଦାନ ଲେଖିବା A, B, C ଏବଂ D। ଠିକ୍ ସେହିପରି ଏଠାରେ ମଧ୍ୟ A ସେଟ୍ରେ ଥିବା ସମସ୍ତ ଉପାଦାନ B ସେଟ୍ରୁ କାଟିବା। C କାଟିବା, D ମଧ୍ୟ କାଟିଦେବା। କିନ୍ତୁ A ଏବଂ B ସେଟ୍ରେ ନାହିଁ। ତେଣୁକରି ଆମର B ସେଟ୍ରେ E ଏବଂ F ରହିଗଲା।